ରୋଷେଇ ଘରର ଏହି ତିନୋଟି ଭୁଲ ଅଜାଣତରେ ଆପଣଙ୍କ ଘରର ସୁଖ ଶାନ୍ତିକୁ ପ୍ରଭାବିତ କରୁଛି କି? ଜୟ ମା ଅନ୍ନପୂର୍ଣ୍ଣା। ବନ୍ଧୁଗଣ, ଆପଣ କେବେ ଭାବିଛନ୍ତି କି ଆମ ଘରର ରୋଷେଇ ଘରକୁ ଏତେ ପବିତ୍ର କାହିଁକି ମନାଯାଏ? ଏହା କେବଳ ଭୋଜନ ତିଆରି କରିବାର ସ୍ଥାନ ନୁହେଁ। ଅନେକ ପରିବାରରେ ଏହାକୁ ଘରର ହୃଦୟ ବୋଲି ମଧ୍ୟ କୁହାଯାଏ। ଏଠାରୁ ପ୍ରସ୍ତୁତ ହେଉଥିବା ଅନ୍ନ ପରିବାରର ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖେ। ଆମ ପୂର୍ବଜମାନେ ରୋଷେଇ ଘରର ସ୍ୱଚ୍ଛତା, ଶୃଙ୍ଖଳା ଏବଂ ଖାଦ୍ୟ ସାମଗ୍ରୀର ସଠିକ୍ ବ୍ୟବସ୍ଥାକୁ ବହୁତ ଗୁରୁତ୍ୱ ଦେଉଥିଲେ। ସେମାନଙ୍କର ବିଶ୍ୱାସ ଥିଲା, ଯେଉଁ ଘରର ରୋଷେଇ ଘର ପରିଷ୍କାର, ସୁସଂଗଠିତ ଓ ସମ୍ମାନ ସହ ରଖାଯାଏ, ସେଠାରେ ସୁଖ ଓ ସନ୍ତୋଷର ପରିବେଶ ଗଢ଼ି ଉଠେ। ଆଜି ଆମେ ଜାଣିବା ଏପରି ତିନୋଟି ସାଧାରଣ ଅଭ୍ୟାସ ବିଷୟରେ, ଯାହାକୁ କେତେକ ପାରମ୍ପରିକ ବାସ୍ତୁ ଓ ଧାର୍ମିକ ବିଶ୍ୱାସରେ ଏଡ଼ାଇବାକୁ କୁହାଯାଏ। ମନେ ରଖନ୍ତୁ, ଏଗୁଡ଼ିକ ପାରମ୍ପରିକ ଧାରଣା, ଏହାକୁ ଅନ୍ତିମ ସତ୍ୟ ବା ବୈଜ୍ଞାନିକ ନିୟମ ଭାବେ ନେବା ଉଚିତ ନୁହେଁ। ପ୍ରଥମ ଅଭ୍ୟାସ, ରୋଷେଇ ଘରକୁ ଅବ୍ୟବସ୍ଥିତ ରଖିବା। ଅନେକ ଘରେ ମସଲା, ଡାଲି, ଚାଉଳ, ଅଟା ଓ ଅନ୍ୟ ସାମଗ୍ରୀ ଯେଉଁଠି ସେଠି ରଖାଯାଏ। ଆବଶ୍ୟକ ବେଳେ ଜିନିଷ ଖୋଜିବାରେ ସମୟ ନଷ୍ଟ ହୁଏ। ଏହା କେବଳ ଅସୁବିଧା ନୁହେଁ, ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଭାବ ପକାଏ। ସେଥିପାଇଁ ସମସ୍ତ ସାମଗ୍ରୀକୁ ସଫା, ଢାଙ୍କଣା ଲାଗିଥିବା ପାତ୍ରରେ ଏବଂ ନିର୍ଦ୍ଧାରିତ ସ୍ଥାନରେ ରଖିବା ଏକ ଭଲ ଅଭ୍ୟାସ। ଦ୍ୱିତୀୟ ଅଭ୍ୟାସ, ଖାଦ୍ୟ ସାମଗ୍ରୀ ପାଖରେ ଆବର୍ଜନା ରଖିବା। ଏହା କେବଳ ପାରମ୍ପରିକ ସାଧାରଣ ନୁହେଁ, ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଉଚିତ ନୁହେଁ। କଚରା ପାତ୍ରକୁ ସବୁବେଳେ ଢାଙ୍କି ରଖନ୍ତୁ ଏବଂ ସମୟରେ ଖାଲି କରନ୍ତୁ। ଏହା ରୋଷେଇ ଘରକୁ ପରିଷ୍କାର, ଗନ୍ଧମୁକ୍ତ ଓ ସୁରକ୍ଷିତ ରଖିଥାଏ। ତୃତୀୟ ଅଭ୍ୟାସ, ରାତିରେ ଅଇଁଠା ବାସନ ଛାଡ଼ିଦେବା। ଅନେକ ପରିବାରରେ ଏହାକୁ ଅଶୁଭ ବୋଲି ମନାଯାଏ। ବ୍ୟବହାରିକ ଭାବରେ ମଧ୍ୟ ଏହା ଠିକ୍ ନୁହେଁ, କାରଣ ଏଥିରୁ ଦୁର୍ଗନ୍ଧ, ପୋକମାକଡ଼ ଓ ଅସ୍ୱଚ୍ଛ ପରିବେଶ ସୃଷ୍ଟି ହୋଇପାରେ। ସମ୍ଭବ ହେଲେ ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫା କରି ରଖନ୍ତୁ। ଯେତେବେଳେ ରୋଷେଇ ଘର ପରିଷ୍କାର ରହେ, ମନ ମଧ୍ୟ ପ୍ରସନ୍ନ ରହେ। ପ୍ରେମ ଓ ଶାନ୍ତ ମନରେ ପ୍ରସ୍ତୁତ ଭୋଜନ ପରିବାରର ସମସ୍ତଙ୍କୁ ଏକତ୍ର କରିଥାଏ। ଏହି କାରଣରୁ ଅନେକ ପରମ୍ପରାରେ ରୋଷେଇ ଘରକୁ ସମ୍ମାନ ଦେବାର କଥା କୁହାଯାଇଛି। ବନ୍ଧୁଗଣ, ଭିଡ଼ିଓର ପରବର୍ତ୍ତୀ ଅଂଶରେ ଆମେ ଜାଣିବା ରୋଷେଇ ଘର ସହ ଜଡ଼ିତ କିଛି ସରଳ ଅଭ୍ୟାସ, ଯାହାକୁ ଘରକୁ ଅଧିକ ସୁସଂଗଠିତ ଓ ସୁଖଦ କରିବାରେ ସାହାଯ୍ୟ କରିପାରେ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ଧନ୍ୟବାଦ।